ଜୋରରେ କାଟୁଛି ମ୍ୟାଡାମ। ବିଶ୍ୱାସ କରନ୍ତୁ ଏ ମଦ ଗୁଡାକ ପିଇ ପିଇ ମୁଣ୍ଡଟା ଠିକ ରହୁନି ତ କାହାକୁ କେତେବେଳେ କଣ କହିଦଉଛି ମୁଁ ଜାଣିପାରୁନି ମ୍ୟାଡାମ, ଜାଣିପାରୁନି। ସତ କହୁଛି ଆଜ୍ଞା, ବିଶ୍ୱାସ କରନ୍ତୁ ମୋ ରୁବି ମତେ ଛାଡ଼ିକି ଗଲା ପରଠାରୁ ବିଶ୍ୱାସ କରନ୍ତୁ ମ୍ୟାଡାମ ଆଜି ପର୍ଯ୍ୟନ୍ତ କୌଣସି ନାରୀକି ମୋ ଆଖି ଉଠେଇ ଚାହିଁନି ମ୍ୟାଡାମ। ଆପଣଙ୍କ କାନ୍ଧଟାକୁ ଟିକେ ଦେଖୁଥିଲି ମ୍ୟାଡାମ, କାହିଁକିନା ମୋ ରୁବିର ବେକ ତଳ କାନ୍ଧରେ ଗୋଟେ କଳା ଯାଇଥିଲା। ଦେଖୁଥିଲି ଆପଣ କାନ୍ଧରେ ସେ କଳା ଯାଇଟା ଅଛି କି ନାହିଁ। ଆପଣ ମନା କରୁଛନ୍ତି ଏ କଥା ସତ, ମୋର ଆପଣଙ୍କ କଥାକୁ ବିଶ୍ୱାସ ହଉଛି ଏ କଥା ସତ, ହେଲେ ମତେ କାହିଁକି ସେମିତି ସେମିତି ବାସୁଛି ମ୍ୟାଡାମ। ଜାଣିଛନ୍ତି ମ୍ୟାଡାମ ମୋ ରୁବି ଯେତେବେଳେ ସକାଳୁ ସକାଳୁ ଗାଧେଇ ଅଛି ତା ଶୀତଳ ହାତଟାକୁ ଗାଲରେ ଘଷି ଦେଲା ପରେ ଯେମିତି ମତେ ବର୍ଷା ହୁଏ ମତେ କାହିଁକି ସେମିତି ବାସିଲା ମ୍ୟାଡାମ। ଠିକ ଅଛି ଆଜ୍ଞା, ମୋର ଭୁଲ ହେଇଯାଏ, ମୁଁ ଆସୁଛି। ଶୁଣ, ଯୋଉ ଝିଅ କଥା କହୁଥିଲ ସେ ଝିଅ କି? ମୋ ନୂଆ ସ୍ତ୍ରୀ ଆଜ୍ଞା। ଏ କେଇ ଦିନ ହେଲା ମୋ ଘରକୁ ଆଇଛି ଯେ ମୋ ମୁଣ୍ଡଟାକୁ ଖରାପ କରିସାରି, ହେଲେ ପାଗଳିଟା ଆଜ୍ଞା କିଛି ନଥିଲା। ଆଜି ସକାଳୁ ସକାଳୁ ମୋ ରୁବିର ଫଟୋଟାକୁ ଧରିକି କୋଚାରୁଛି ଭାବିଛି ଦମେ ପିଟିଲି, ତଥାପି ସେ ମୋ ଘର ଛାଡ଼ିକି ଯାଉନି। ଭାବିଥିଲି ତାକୁ ଆଣିକି ଆପଣଙ୍କ ପାଖରେ ବିକ୍ରି କରୁଛି। ଠିକ ଅଛି, ମୁଁ ଆସୁଛି। मनोज, ବର୍ତ୍ତମାନ ମୋ ନା ଧରିକି ଡାକିଲେ କି? ନା ଧରି ମୁଁ କାହିଁ ନା ଧରି ଡାକିବି? ତମେ କିଏ କଣ? ମୁଁ ତମ ନା ଧରି ଡାକିବି କାହିଁକି? କଣ ପାଇଁ ଡାକିବି? କଣ ମୋର ଆବଶ୍ୟକ? ସତ କହୁଛନ୍ତି? କି ଆଶ୍ଚର୍ଯ୍ୟ କଥା! ମୁଁ କାହିଁକି ନା ଧରି ଡାକିବି ଯେ? ସତ କହୁଛନ୍ତି ଆପଣ ମୋ ନା ଧରିକି ଡାକିଲେ? ନା, ଦେଖିଲେ ମ୍ୟାଡାମ, ମତେ ଯୋଉ ଲାଗିଲା ମୋ ରୁବି ମତେ ଏଇଠି କୋଉଠି ଡାକିଲା। ଠିକ ଅଛି ଆଜ୍ଞା, ମୁଁ ଆସୁଛି।